ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଲା ମଟର ବୋଝେଇ ଟ୍ରକ୍, ଅଳ୍ପକେ ବତିଗଲେ ଚାଳକ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ 16 ନମ୍ବର ଜାତୀୟ ରାଜପଥ ଚପରପଦା ଛକ ନିକଟରେ ଏକ ମଟର ବୋଝେଇ ଟ୍ରକ୍ ଓଲଟି ପଡ଼ିଥିବା ବେଳେ ଏହାର ଚାଳକ ଅଳ୍ପକେ ବତି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଟ୍ରକ୍ ମଟର ବୋଝେଇ କରି କଲିକତାରୁ କଟକ ଅଭିମୁଖେ ଯାଉଥିଲା। ଚାଳକଙ୍କ ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ଟ୍ରକ୍ଟି ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଫଳରେ ମଟର ରାସ୍ତାରେ ପଡ଼ିବା ସହିତ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାରେ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ପୋଲିସ ଓ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅବରୋଧ ହୋଇଥିବା ରାସ୍ତାକୁ ନିୟନ୍ତ୍ରଣକୁ ଆଣିବା ସହ ମଟର ବସ୍ତାଗୁଡ଼ିକୁ ମାଲିକ ସହାୟତାରେ ଅନ୍ୟ 2ଟି ଟ୍ରକ୍ରେ ସ୍ଥାନାନ୍ତର ପରେ ଟ୍ରକ୍କୁ ଜବତ କରି ଥାନାକୁ ଆଣି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି। ସୋରରୁ ନରେନ୍ଦ୍ର ଖୁଣ୍ଟିଆଙ୍କ ରିପୋର୍ଟ, ଲୋକାଲ ନ୍ୟୁଜ୍ 7।